ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ପ୍ରତି ମାସର ପ୍ରଥମ ଦିନକୁ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଏ। ଡିସେମ୍ବର 1 ତାରିଖରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ 20 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବ। ପରବର୍ତ୍ତୀ ଖବର, ଧାନ ଦରକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ। କେନ୍ଦ୍ର ସରକାର ଏଥର ଧାନ ଦର କ୍ୱିଣ୍ଟାଲ ପ୍ରତି 69 ଟଙ୍କା ବୃଦ୍ଧି କରିଛନ୍ତି। ଏହି ଦୃଷ୍ଟିରୁ ଚାଷୀମାନେ ଏଥର କ୍ୱିଣ୍ଟାଲ ପ୍ରତି 3169 ଟଙ୍କା ପାଇବେ ବୋଲି ଆଶା ବାନ୍ଧିଛନ୍ତି। ବିଭିନ୍ନ ମଣ୍ଡିଗୁଡ଼ିକରେ ରହିଥିବା ଫଳକରେ ମଧ୍ୟ ଏଥର ଧାନ ଦର କ୍ୱିଣ୍ଟାଲ ପ୍ରତି 3169 ଟଙ୍କା ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ଖବର, ଚାଷୀଙ୍କ ପାଇଁ ବଡ଼ ଘୋଷଣା। ବିଧାନସଭାରେ 17,440 କୋଟିର ଅତିରିକ୍ତ ବଜେଟ୍ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି। ଧାନ କ୍ରୟ ପାଇଁ ରିଭଲିଂ ପାଣ୍ଠି 3,000 କୋଟି ଏବଂ ଚାଷୀଙ୍କୁ ଏମ୍ଏସ୍ପି ଓ ଇନପୁଟ୍ ସହାୟତା ବାବଦରେ 850 କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କକୁ 300 କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 994 କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ 405 କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ 426 କୋଟି, ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ 250 କୋଟି ବ୍ୟୟ ବରାଦ ହୋଇଛି। ପରବର୍ତ୍ତୀ ଖବର, ଗ୍ରାହକଙ୍କୁ ବଡ଼ ଝଟକା। 4 ଦିନ ଭିତରେ ହଠାତ୍ ବଢ଼ିଗଲା ସୁନା ଦାମ। ଗୁରୁବାର 1 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 12,775 ଥିଲା, ଯାହା ଗତକାଲି ତୁଳନାରେ 16 ଟଙ୍କା ହ୍ରାସ ପାଇଛି। ଆଜି 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ 11,710 ଟଙ୍କା, ଯାହା ବୁଧବାର ତୁଳନାରେ 15 ହ୍ରାସ ପାଇଛି। ସେହିପରି 18 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ 12 ହ୍ରାସ ପାଇ 9,581 ହୋଇଛି। ଆଜି ପ୍ରତି 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 1,27,750 ଅଛି। ଗତକାଲି 1,27,910 ଟଙ୍କା ଥିଲା। ପରବର୍ତ୍ତୀ ଖବର, ରାଜ୍ୟ ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେଶନ। ଏହି କ୍ରମରେ ଆଜି ରାଜ୍ୟ ପାଇଁ ବଜେଟ୍ ପାରିତ ହୋଇଛି। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଯୋଜନାର ପାଇଁ ବଜେଟ୍ ପାରିତ ହୋଇଥିବା ବେଳେ ରାଜ୍ୟର ଏକ ବଡ଼ ବିଭାଗ ମହିଳା ଓ ଶିଶୁ ବିକାଶ ପାଇଁ ରାଜ୍ୟ ସରକାର 1,558 କୋଟି ଟଙ୍କାର ବଜେଟ୍ ପାରିତ କରିଛନ୍ତି। ଏହା ଅର୍ଥ ବିଶେଷ କରି ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ। ଏହି ଯୋଜନାରେ ବି ଯୋଡ଼ି ହୋଇଛି ରାଜ୍ୟ ସରକାରଙ୍କର ସବୁଠୁ ବଡ଼ ଯୋଜନା ସୁଭଦ୍ରା ଯୋଜନା ମଧ୍ୟ ବଜେଟ୍ରେ ସାମିଲ ହୋଇଛି। ଏଥିପାଇଁ ରାଜ୍ୟ ସରକାର 295 କୋଟି ଟଙ୍କାର ବଜେଟ୍ ଆଣିଛନ୍ତି। ପରବର୍ତ୍ତୀ ଖବର, ଖୋଲିବନି ଏସବୁ ସ୍କୁଲ। ରାଜ୍ୟରେ 20 କିମ୍ବା ତା'ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଗମ୍ଭୀରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତ 0-2ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର 3 ଫର୍ମାଟରେ ନିଜ ଦାୟିତ୍ୱ ଜାରି ରଖିବେ। ଏନେଇ କୌଣସି ପରିବର୍ତ୍ତନ ଉପରେ ବିସିସିଆଇ ବିଚାରକୁ ନାହିଁ ବୋଲି ସୂତ୍ରରୁ ଖବର ମିଳିଛି। ପରବର୍ତ୍ତୀ ଖବର, ଦମ୍ ଦେଖାଇଲା ଭାରତର ଜିଡିପି। କମାଲ କଲା ଭାରତ, ଦମ୍ ଦେଖାଇଲା ଜିଡିପି। 2025-26
ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ଅର୍ଥବ୍ୟବସ୍ଥା ସମସ୍ତ ଆନୁମାନିକ ପଛରେ ପକାଇ ଆଗକୁ ଦ୍ରୁତ ଗତିରେ ବଢ଼ିଛି। ସରକାରୀ ତଥ୍ୟ ଅନୁସାରେ 2025-2026 ଆର୍ଥିକ ବର୍ଷର ଦ୍ୱିତୀୟ ମାସିକର ଭାରତର ଅଭିବୃଦ୍ଧି ହାର 8.2% ରହିଛି, ଯେତେବେଳେ କି 2024-25 ଆର୍ଥିକ ବର୍ଷର ସମାନ ଅବଧିରେ ଏହା 5.6% ରହିଥିଲା। ପରବର୍ତ୍ତୀ ଖବର, ଏସବୁ ଦେଶକୁ ଆମେରିକା ମନା। ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ ନାଗରିକ 2 ଜଣ ନ୍ୟାସନାଲ ଗାର୍ଡ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାରେ କିଛି ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ତୃତୀୟ ବିଶ୍ୱ ଦେଶରୁ ସ୍ଥାୟୀ ପ୍ରବାସନ ବନ୍ଦ କରିବେ। ପରବର୍ତ୍ତୀ ଖବର, ଭାରତ ଆସିବେ ପୁଟିନ। ଚଳିତ ବର୍ଷ ଡିସେମ୍ବରରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ ପାଇଛି। ପୁଟିନ ଡିସେମ୍ବର 4 ଏବଂ 5 ତାରିଖରେ ଭାରତରେ ରହିବେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ। ପୁଟିନଙ୍କ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପରବର୍ତ୍ତୀ ଖବର, ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି 6ଟି ବଡ଼ ବ୍ୟାଙ୍କ। କେନ୍ଦ୍ର ସରକାର ପୁଣି ଥରେ ବ୍ୟାଙ୍କିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ରିପୋର୍ଟ ଅନୁଯାୟୀ ସରକାର 6ଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି। ଏହି ଆଲୋଚନା ତୀବ୍ର ହୋଇଛି କାରଣ ସରକାର ଭାରତରେ ଏପରି ବଡ଼ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଛନ୍ତି ଯାହା ବିଶ୍ୱର ସବୁଠୁ ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନ ପାଇପାରିବ। ସର୍ବବୃହତ ସରକାରୀ ବ୍ୟାଙ୍କ ଏସ୍ବିଆଇ ମଧ୍ୟ ଭବିଷ୍ୟତରେ ଏହାର ବଜାର ମୂଲ୍ୟକୁ ଆହୁରି ବୃଦ୍ଧି କରିବା ପାଇଁ ବଡ଼ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଛି। ବର୍ତ୍ତମାନ 6ଟି PSU ବ୍ୟାଙ୍କକୁ ନେଇ ଆଲୋଚନା ଚାଲିଛି। ବ୍ୟାଙ୍କ ମିଶ୍ରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆର୍ଥିକ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା, NPA ହ୍ରାସ କରିବା, ଡିଜିଟାଲ କ୍ଷମତା ବୃଦ୍ଧି କରିବା ଏବଂ ବିଶ୍ୱ ସ୍ତରରେ ଭାରତୀୟ ବ୍ୟାଙ୍କଗୁଡ଼ିକର ପ୍ରତିଯୋଗିତାମୂଳକ ବୃଦ୍ଧି କରିବା। ପରବର୍ତ୍ତୀ ଖବର, ବାଲି ମାଫିଆଙ୍କ ଷଡ଼ଯନ୍ତ୍ର। ବେଆଇନ ବାଲି ଉଠାଣକୁ ନେଇ ବିବାଦ ଥମିବାରେ ନାଁ ନେଉନି। ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାକୁ ନେଇ ବାଲେଶ୍ୱର ବସ୍ତାରେ ହୋଇଛି ଖଣ୍ଡଯୁଦ୍ଧ। ସେପଟେ ଝାରସୁଗୁଡ଼ାରୁ ଆସିଛି ସାଂଘାତିକ ଅଭିଯୋଗ। ବାଲିଘାଟର ଲିଜ୍ ଅବଧି ଶେଷ ହେବା ପରେ ଚୁକ୍ତିନାମା ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, ଆସିଛି ଅତିରିକ୍ତ ବଜେଟ୍। ଆଉ ବଜେଟ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଜାଗା ନେଇଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ହୋଇଛି 40 କୋଟି ଟଙ୍କା ବ୍ୟୟବରାଦ। ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟ୍ରେ 1164 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ନୂତନ ପାଠ୍ୟକ୍ରମ ପାଇଁ କଟକ ମେଡିକାଲ କଲେଜରେ ଉନ୍ନତୀକରଣ ପାଇଁ 50 କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 194 କୋଟି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଔଷଧ କ୍ରୟ ପାଇଁ 14 କୋଟି ଏବଂ ଗୋପବନ୍ଧୁ ଯୋଜନା ଆରୋଗ୍ୟ ଯୋଜନା ପାଇଁ 40 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।